वर्तमान ପାଇଁ ଆସିଲା ସବୁଠୁ ବଡ଼ ଖबर। ଆମର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଯୋଧ୍ୟାରେ ଫେରି ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ବଡ଼ ଯୋଜନା ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ 1 କୋଟି ଲୋକଙ୍କୁ ଉପହାର ଦେଇଛନ୍ତି। ତେବେ ଆସନ୍ତୁ ଦେଖିବା କ'ଣ ରହିଛି ସମ୍ପୂର୍ଣ୍ଣ ଖବର। ଭିଡ଼ିଓକୁ ଲାଇକ୍ କରନ୍ତୁ, ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଆସିଥିବା ବେଲ୍ ଆଇକନ୍ କ୍ଲିକ୍ କରି ଅଲ୍ ସିଲେକ୍ଟ କରିନିଅନ୍ତୁ। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୂର୍ଯ୍ୟୋଦୟ ଯୋଜନା ଆରମ୍ଭ କରିଛନ୍ତି। ତେବେ ଗତକାଲି ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାର ଶୁଭ ଅବସରରେ ଏକ ବଡ଼ ସଂକଳ୍ପ ଦୃଢ଼ ହୋଇଛି। ସେ ଦେଶବାସୀଙ୍କ ଘରେ ଛାତ ଉପରେ ସେମାନଙ୍କ ନିଜର ସୋଲାର ରୁଫଟପ୍ ସିଷ୍ଟମ ରହିବ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏଥିପାଇଁ ଅଯୋଧ୍ୟାରୁ ଫେରିବା ପରେ ସର୍ବପ୍ରଥମେ ସୋଲାର ସିଷ୍ଟମ ପାଇଁ ନିର୍ଣ୍ଣୟ ନେଇଥିଲେ। ତେବେ ଏବେ ଆମର ସରକାର ଦେଶର 1 କୋଟି ଘରର ଛାତ ଉପରେ ରୁଫଟପ୍ ସୋଲାର ଲଗାଇବେ। ଏହାଦ୍ୱାରା ଗରିବ ଏବଂ ମଧ୍ୟବିତ୍ତ ବର୍ଗ ଉଭୟଙ୍କୁ ଲାଭ ମିଳିବ। ସୋଲାର ସିଷ୍ଟମ ଲାଗିବା ଦ୍ୱାରା ବିଦ୍ୟୁତ୍ ବିଲ୍ କମ୍ ଆସିବ ଏବଂ ଦେଶ ସୌରଶକ୍ତି କ୍ଷେତ୍ରରେ ଆତ୍ମନିର୍ଭରଶୀଳ ମଧ୍ୟ ହୋଇପାରିବ। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଯୋଧ୍ୟାରୁ ଫେରି ପିଏମ୍ ମୋଦି ଘୋଷଣା କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ସୂର୍ଯ୍ୟୋଦୟ ଯୋଜନା। ଏଥିରେ 1 କୋଟି ଘରେ ଲାଗିବ ରୁଫଟପ୍ ସୋଲାର। ଏହି ସୋଲାର ସିଷ୍ଟମ ଲାଗିବା ଦ୍ୱାରା ବିଦ୍ୟୁତ୍ ବିଲ୍ କମ୍ ଆସିବ ଏବଂ ଦେଶ ସୌରଶକ୍ତି କ୍ଷେତ୍ରରେ ଆତ୍ମନିର୍ଭରଶୀଳ ମଧ୍ୟ ହୋଇପାରିବ। ତ ଏହା ଥିଲା ଦେଶବାସୀଙ୍କ ପାଇଁ ସବୁଠୁ ବଡ଼ ଖବର। 1 କୋଟି ଘରର ଛାତ ଉପରେ ରୁଫଟପ୍ ସୋଲାର ଲଗାଯିବ। ଆଉ ଆପଣମାନଙ୍କୁ ଏହି ଯୋଜନାଟି କେମିତି ଲାଗିଲା ନିହାତି କମେଣ୍ଟ କରିକି କୁହନ୍ତୁ।